मतलब ओके हाँ मतलब लर्निंग डोमेन टा सबुआडे आपणकर ओएसएससीटी हो कि आपणकर आरएचटी हाई स्कूल टीचर हो कि एसएसबी हो जेकोसी हो आपणकर गोटे बहु गुरुत्वपूर्ण अच्छा कथा आसुची कौन लर्निंग डोमेन है लर्निंग डोमेन गिवेन बाय किए लर्निंग डोमेन किए देथिले ना बेंजामिन ब्लूम्स देथिले बा ताको आमे कहंती कोन आपण माने पढिथिबे कोन गोटे कहंती ना कहंती ब्लूम्स ब्लूम्स कौन ब्लूम्स टाक्सोनॉमी कहंती कौन कहंती ब्लूम्स टाक्सोनॉमी TAXO टाक्सो NOMY ହେଲା ब्लूम्स टाक्सोनॉमी कहंती अच्छा आमे आर डोमेन रे आमे गोटे कोन अछि ना PAC बा आमे तो कहंती कोन लर्निंग डोमेन केते कैप कहंती नहले आमे PAC कहंती ହେଲା शॉर्टकट रे कैप बा PAC अच्छा कैप अछि आपन को सबुठु सुविधा हबो कोन कैप कैप अर्थ कोन सी फॉर कोन आपन मानक सामने रे उपस्थित सी फॉर कोन कॉग्निटिव डोमेन हैला अच्छा ए फॉर कोन ना ए फॉर अफेक्टिव डोमेन अच्छा तापरे पी फॉर साइकोमोटर डोमेन अच्छा आमे तीन प्रकार डोमेन पे लर्निंग डोमेन टा एक्चुअली गोटे मनुष्यर एक्टिविटीज ऊपर डिपेंड करे जेमिति कि आपनकर कॉग्निटिव डोमेन टा मु उदाहरण बुझेबी जेमिति कि कॉग्निटिव डोमेन टा आपनकर कॉग्निटिव डोमेन टा जेमिति कि मेंटल स्किल मेमोरी यूज बा नॉलेज आपनकर ता ऊपर जाउची कोटा ना कॉग्निटिव डोमेन जेमिति कि मेंटल स्किल आपनकर कौनसी मुंड लगे कौनसी कार्य कल कौनसी मेमोरी यूज कल बुद्धि यूज कल कौनसी ज्ञान गारिमा यूज कल हाँ कौनसी मैथ कसिल कि कौनसी पाठ पढ़िल ता कोन मेमोरी यूज कल जोठी आपनकर माइंड यूज हला ताहाको हमें कोन कॉग्निटिव डोमेन कहबा लर्निंग रे अच्छा सेही भलिया जोठी अफेक्टिव डोमेन जेमिति कि बिहेवियर एटीट्यूड इमोशनल कौन कथा कहली आपन को बाधी गला कांदी पकेल कौन राग कौन गोटे आपणकर क्रोध कौन व्यवहार आपणकर चेंज है ताको आम कौन कहवा ना अफेक्टिव डोमेन कहवा है कौन कहवा ना अफेक्टिव डोमेन अच्छा अफेक्टिव डोमेन ये गला तापर आमर आसला कौन ना आउ गोटे आसुची कौन देख आउ गोटे आसला साइकोमोटर डोमेन आपनकर फिजिकल एक्टिविटीज लिखा है फिजिकल एक्टिविटीज हो कि आपनकर मैनुअल किछि आपन फिजिकल किछि फिटनेस कले कौन एक्सरसाइज कले किछि आपनकर कौन से एक्टिविटीज कले आप निजे कले बा आपनकर ଆପଣ ଶରୀର ସେଥିରେ ନିବୃତ୍ତି ହେଲା ଶରୀର ସେଥିରେ କଣ ସହଯୋଗ ହେଲା ଶରୀର ସେଥିରେ କାର୍ଯ୍ୟକାରୀ ହେଲା ତାହାକୁ ଆମେ କଣ କହିବା ନା ସାଇକୋ ମୋଟର ଡୋମେନ ସାଇକୋ ମୋଟର ମାନେ ଚାଲନ୍ତ ହେଲା ତାହେଲେ ଉଦାହରଣ ଗୋଟେ ଆମେ ନେଇପାରିବା ଉଦାହରଣ ଆମର ଯିଏ ବି ମେସେଜ କରୁ ସାର୍ ଜଏନ ହଉନି ଆଉ ମୁଁ ଶୁଣା ଯାଇ ପାରିବ ନାହିଁ ଟାଇମ ଦେଲି ଟାଇମ ପରେ ଆପଣ ଯଦି କୋଉ ମୁଖ୍ୟମନ୍ତ୍ରୀ ହେଲେ ବି ମୁଁ ଜଏନ ଆପଣଙ୍କୁ ଆକ୍ସେପ୍ଟ କରିପାରିବି ନାହିଁ କ୍ଲିୟର ଆଚ୍ଛା ଦେଖ ପିଲାମାନେ ଗୋଟେ କଥା ହଉଛି କଣ ନା ଆମେ ଏଇଠି ଯଦି ସାଧାରେ ଯିବା ଆଚ୍ଛା ଦେଖ ସପୋଜ ଧରିନିଅ ଏଇଟା ହଉଛି କ୍ଲାସରୁମ ଏଇଟା ହଉଛି କ୍ଲାସରୁମ ଆଚ୍ଛା କ୍ଲାସରୁମ ରେ କଣ ହେଇଛି ନା କ୍ଲାସରୁମ ରେ ଆପଣ ମାନେ କଣ କଲେ ନା ଏହା ହଉଛି ବେଞ୍ଚ ଆପଣ ସବୁ ବସିଛନ୍ତି ଏଗୁଡା ପିଲାମାନେ ହେଲା ବସିଛ ଆପଣ ବସିଛ ଆଚ୍ଛା ସେଦିନ ଶନିବାର ଅଛି ଉଦାହରଣ ଦଉଛି ସେଦିନ ଶନିବାର ଅଛି ପ୍ରବଳ ଖେଳକୁଦ ହେଇଛି ଆଚ୍ଛା ପ୍ରବଳ ଖେଳକୁଦ ହେଲା ଖେଳ ମାନେ କଣ କ୍ଲାସରୁମ ଭିତରେ ଆପଣ ମାନେ ଖେଳୁଛ କ୍ଲାସରୁମ ଭିତରେ ଆପଣ ମାନେ ଖେଳୁଛନ୍ତି ଖେଳିକି କଣ ହେଇଛି ନା ଖେଳିକି କୌଣସି ଏକ ଜିନିଷ ଆପଣ ଭାଙ୍ଗିଦେଲେ ଭାଙ୍ଗିଦେଲା ପରେ ଅ, ସରି ଗୋଟେ ସାଙ୍ଗ କଣ କରୁଛି ଏଇ ଗୋଟେ ସାଙ୍ଗ କଣ ନା ଖେଳୁଥିଲା ଆଚ୍ଛା ଗୋଟେ ସାଙ୍ଗ ଖେଳୁରୁ ଆସିକି ଗୋଟେ ସାଙ୍ଗ ବା ସେଇ ଖେଳ ପାଇଁ ଗୋଟେ ସାଙ୍ଗ କାନ୍ଦୁଥିଲା ଆଉ ଗୋଟେ ସାଙ୍ଗ କଣ ବହି ପଢୁଥିଲା
ଏଠି ତିନି ପ୍ରକାର ସାଙ୍ଗ, ଜଣେ ଖେଳୁଛି, ଜଣେ କାନ୍ଦୁଛି, ବା ଜଣେ ଚୁପଚାପ ହେଇକି ବସିକି ଏ ଦି ଜଣ ଖେଳୁଛନ୍ତି, ଆଉ ଏ ପିଲାଟି ବହି ପଢୁଛି। ଆଚ୍ଛା ପିଲାମାନେ ଆଉ ଥରେ ମୁଁ ବୁଝଉଛି, ଦେଖ ସାଙ୍ଗ ଜଣକ, ସରି ଦେଖ ସାଙ୍ଗ ଜଣକ ଗୋଟିଏ ସାଙ୍ଗ, ଇଏ ଆମର ଗୋଟିଏ ସାଙ୍ଗ ହେଲା। ଆଚ୍ଛା ଇଏ ଆମର ଗୋଟେ ସାଙ୍ଗ, ବୁଝିହେଲା, ଆଉ ଇଏ ଆମର ଗୋଟିଏ ସାଙ୍ଗ ହେଲା। ଆଚ୍ଛା କିଛି ନହେଲା ଏଇ ଦି ଜଣ ସାଙ୍ଗ, ବୁଝିହେଲା। ଆଚ୍ଛା ଯେତେବେଳେ ଇଏ ଖେଳୁଥିଲା, ଇଏ ପିଲାଟା କଣ ଖେଳୁଛି, ଖେଳୁଥିଲା ଯେତେବେଳେ ଖେଳ ହଉ ହଉ କ୍ଲାସ ରୁମ ରେ ଏ ପିଲାଟା ଚୁପଚାପ ହେଇକି ବସିଥିଲା ବା ବହି ପଢୁଥିଲା, ବୁଝିଲା। ତାହେଲେ ଆମର କଳା କଲର ସାଙ୍ଗଟା ବହି ପଢୁଛି, ଆଉ ଗ୍ରୀନ କଲର ସାଙ୍ଗଟା କଣ କରୁଛି ନା ଖେଳୁଛି। ଆଚ୍ଛା ଖେଳିଲା ସମୟରେ କୌଣସି କାରଣରୁ ତାର ବହି ପଢାରେ ଗ୍ରୀନ କଲର ପିଲାଟା ବାଧା ସୃଷ୍ଟି କଲା। ନିଶ୍ଚିତ ଭାବରେ ଯଦି କ୍ଲାସ ରୁମ ଭିତରେ ଗୋଟେ ପିଲା ଖେଳେ, ନିଶ୍ଚିତ ଭାବରେ କଣ ବାଧା ସୃଷ୍ଟି ହବ। ଯେତେବେଳେ ବାଧା ସୃଷ୍ଟି ହେଲା, ଆମର ଏଇ ଯୋଉ କଳା କଲର ସାଙ୍ଗଟା, କଳା କଳବର କହ୍ନେଇ ଯିଏ, ସିଏ ଗଲେ ଆମର ସାରଙ୍କ ପାଖରେ କହିଲେ କି ସାର୍ ମୁଁ ପାଠ ପଢୁଥିଲି, ପାଠ ପଢିବା ସମୟରେ ସାଙ୍ଗ ମାନେ ପ୍ରବଳ ହଇରାଣ କରୁଛି, ଯାହା ଫଳରେ କି ମୁଁ ଖେଳି ପାରୁନାହିଁ, ସରି ପାଠ ପଢି ପାରୁନାହିଁ। ସାର୍ ଆସିଲେ, ସାର୍ ଆସିକି କଣ କଲେ, ସାର୍ ଆସିଲେ, ସାର୍ ଆସିକି ସାର୍ ଆସିଲେ କିଏ ପାଟି ତତେ ଗଣ୍ଡଗୋଳ କରୁଥିଲା ନା ସାର୍ ଏଇ କରୁଥିଲା। ଏହା ଉପରେ ମାଡ ହେଲା, ଇଏ କାନ୍ଦିଲା, ଖରାପ ସାର୍ ଗାଳି କଲେ, ସବୁ ଇଏ କଲେ। ଆଚ୍ଛା ଇଏ ସାଙ୍ଗ କଣ କରୁଛି ନା କୌଣସି ଏକ ଖେଳ ବହି ପଢୁଛି, ସ୍ପୋର୍ଟସ ହିଷ୍ଟ୍ରି ବହି ପଢୁ କି ଆପଣଙ୍କର ଗପ ବହି ପଢୁ, ଯାହା ପଢୁ, ଏତିକି ହଉଛି କାହାଣୀ। ସାର୍ ଆସିଲେ ମାଇଲେ। ମୁଁ କାହିଁକି ଆପଣଙ୍କୁ ବିଦ୍ୟାଳୟର ଏକ୍ସାମ୍ପଲ ଦେଲି, ଯେହେତୁ ଆପଣ ଜଣେ ଜଣେ ଟିଚର ହେବେ, ଆପଣଙ୍କୁ ସେଥିପାଇଁ ବିଦ୍ୟାଳୟର ଏକ୍ସାମ୍ପଲ ଦେଲି। ଆଚ୍ଛା ଏଇ ଯୋଉ ସାଉଣ୍ଡ ଟା ହଉଛି, ତାର କାରଣ ହଉଛି ପିଲାମାନେ ବାରମ୍ବାର ବାରମ୍ବାର ଚେଷ୍ଟା କରୁଛନ୍ତି ଜଏନ ପାଇଁ, କିନ୍ତୁ ଆପଣ ମୋହନ ମାଝୀ ହୁଅନ୍ତୁ କି ଶୁଭେନ୍ଦୁ ଅଧିକାରୀ ହୁଅନ୍ତୁ କି ଆପଣ ନରେନ୍ଦ୍ର ମୋଦୀ ହୁଅନ୍ତୁ, ମୁଁ ଆପଣଙ୍କୁ ଆକ୍ସେପ୍ଟ କରିପାରିବି ନାହିଁ। ଓକେ ଆଚ୍ଛା ଯୋଉ ଆସିକି ଜଏନ ହେଲା, ସରି ସାର୍ ଆସିକି ମାଇଲେ, ସାର୍ ଆସିକି ମାଇଲା ପରେ ଏଠି କଣ ହେଇଛି ନା ପିଲାଟା ଏଇ ପିଲାଟା ପାଠ ପଢୁଥିଲା, ଏତିକି ହଉଛି କାହାଣୀ, ଗପ ଏତିକି। ସାର୍ ଆସିକି ମାଇଲେ ତାକୁ, ପିଲାଟା କାନ୍ଦିଲା, ଏତିକି ବାଟ ହଉଛି ତାର ଗପ, ଗପ ଶେଷ। କାହିଁକି, ପ୍ରଥମ କଥା ହଉଛି କାହିଁକି ମୁଁ ବିଦ୍ୟାଳୟର ଏକ୍ସାମ୍ପଲ ଲର୍ଣ୍ଣିଂ ଡୋମେନରେ ଦେଲି, କାରଣ ବିଦ୍ୟାଳୟ ବା କ୍ଲାସ ରୁମ ଭିତରେ ଆପଣ ମାନେ କେମିତି ଗୋଟେ ସ୍କୁଲ ଟିଚର ହେଇକି ପିଲାମାନଙ୍କୁ ବା ସେଇ ଯୋଉ ସିଚୁଏସନ ସବୁ ଆକ୍ସେପ୍ଟ କରିବେ, ସେଥିପାଇଁ ଆପଣଙ୍କୁ ବିଦ୍ୟାଳୟର ମାହୋଲ ଟା ମୁଁ କ୍ରିଏଟ କରେ। ନହେଲେ ତ ମୁଁ ଆପଣଙ୍କୁ ଏଇ କ୍ଲାସ ରୁମ ର ମାହୋଲ ଟା ମୁଁ କ୍ରିଏଟ କରିଦେଇଥାନ୍ତି, ଏଇ ଲାଇଭ କ୍ଲାସ ର ମାହୋଲ ଟା ମୁଁ କ୍ରିଏଟ କରିଦେଇଥାନ୍ତି, ତାହା ନୁହଁ। ଆଚ୍ଛା ପ୍ରଥମେ ସିଏ ପଚାରିବ, ଆଜ୍ଞା ଆପଣ କୁହନ୍ତୁ ଏଠି ସାଇକୋମୋଟର ଡୋମେନ ଟା କୋଉଟା? ଅପସନ 1 ପିଲା ଯେତେବେଳେ ଖେଳୁଥିଲା, ଅପସନ 2 ପିଲା ଯେତେବେଳେ ମାଡ ଖାଇଲା, ଅପସନ 3 ପିଲା ଯେତେବେଳେ କାନ୍ଦିଲା, ସେଇ ମାଡ ଖାଇଲା କାନ୍ଦିଲା ଗୋଟେ, ଅପସନ 3 ପିଲା ଯେତେବେଳେ ବହି ପଢୁଥିଲା, ଅପସନ 4 ଅଲ୍ ଅଫ ଦ ଏଭବ। ଆନ୍ସର ଆପଣଙ୍କର ନିଶ୍ଚିତ ଭାବରେ ରହିବା ଦରକାର। ସାଇକୋମୋଟର ଡୋମେନ ମାନେ ଫିଜିକାଲ ଆକ୍ଟିଭିଟି କେତେବେଳେ କରୁଥିଲା ନା ପିଲା ଯେତେବେଳେ ଖେଳୁଥିଲା। ଅପସନ 1 ଠିକ, କ୍ଲିୟର ପିଲାମାନେ। ଆଚ୍ଛା ତାହେଲେ ସାଇକୋମୋଟର ଡୋମେନ କୋଉଟା ନା ପିଲା ଯେତେବେଳେ ଖେଳୁଥିଲା, ତାହା ହେଲା ସାଇକୋମୋଟର ଡୋମେନ। ଓକେ ଆଚ୍ଛା ଦ୍ୱିତୀୟ ଯଦି ଆମେ ଆସିବା, ସିଏ ପଚାରିବ ପିଲା ଏଠି ଆଫେକ୍ଟିଭ ଡୋମେନ କେଉଁଟା, ଆଫେକ୍ଟିଭ ଡୋମେନ କେଉଁଟା? ପ୍ରଥମେ ସରି ପ୍ରଥମେ ଆପଣ ସାଇକୋମୋଟର ଡୋମେନ ଯାହା ଜାଣିପାଇଲେ, ପିଲା ଯେତେବେଳେ ଖେଳୁଥିଲା, ଦେଖନ୍ତୁ ପିଲାମାନେ ଲକ୍ଷ୍ୟ କର, ଏଠି ପିଲା ଯେତେବେଳେ ଖେଳୁଥିଲା କଣ ଲେଖିଲା ନା, କଣ ଲେଖିଲା ନା, ଓହୋ କଟୁନି କଣ, ହଉ ଦେଖ ଲେଖିଲା ଫିଜିକାଲ ଆକ୍ଟିଭିଟିଜ, ମାନୁଆଲ, ଫିଟନେସ, ସ୍କିଲ, ଏକ୍ସରସାଇଜ ଏସବୁ ଲେଖିଛି। ତାହେଲେ କଣ, ପିଲା ଯେତେବେଳେ ଖେଳୁଥିଲା ତାହାର ହବ ଉତ୍ତର କଣ ହବ, ଏଇଟା ହବ। ତାପରେ କହିବ ଆଜ୍ଞା ସାର୍ ପିଲା ଆଫେକ୍ଟିଭ ଡୋମେନ କୋଉଟା ହବ? ଆଫେକ୍ଟିଭ ଡୋମେନ ଅର୍ଥ ବିହେଭିୟର, ଇମୋସନାଲ ଲର୍ଣ୍ଣିଂ, ଆମେ ସେଲ୍ଫ, ଏଇ ସବୁ କଥା କହିବା, ଆଟିଟ୍ୟୁଡ, ଏଇ ସବୁ କଥା କହିବା। ପିଲାକୁ ମାଡ ଚାପୁଡା ଯେତେବେଳେ ସାର ମାଇଲେ, ପିଲା ରାଗିଲା ସାଙ୍ଗ ଉପରେ,
ଆଚ୍ଛା, ପିଲା ପିଲା ରାଗିଲା ସାଙ୍ଗ ଉପରେ। ଆଚ୍ଛା, ଦ୍ୱିତୀୟ କଥା ହଉଛି ପିଲା କାନ୍ଦିଲା। ପିଲା ପିଲା ରାଗିଲା ଓ ପିଲା କାନ୍ଦିଲା। ଆଚ୍ଛା, ପିଲା ଯେତେବେଳେ ରାଗିଲା ଆମେ କହିଛେ ଆଟିଟ୍ୟୁଡ, ବିହେଭିୟର, ଫିଅର, ଏଙ୍ଗର, ଏସବୁ ଜିନିଷ। ସେଇଭଳିଆ ପିଲା ଯେତେବେଳେ ରାଗିଲା ବା କାନ୍ଦିଲା ତାକୁ ଆମେ କଣ କହିବା? ପିଲା ଉପରେ ଯେତେବେଳେ ମାଡ ହେଲା ତାକୁ ଆମେ କଣ କହିବା? ନା ଆଫେକ୍ଟିଭ ଡୋମେନ। କଣ କହିବା? ନା ଆଫେକ୍ଟିଭ ଡୋମେନ। ଆଚ୍ଛା, ତାହେଲେ କଗ୍ନେଟିଭ ଡୋମେନ କୋଉଟା? କଗ୍ନେଟିଭ ଡୋମେନ ହଉଛି, ମୁଁ କହିଛି ମେମୋରି ୟୁଜ ବା ନଲେଜ, ମେମୋରି ୟୁଜ, ଏସବୁ ଜିନିଷ। ଆଚ୍ଛା, ନଲେଜ ମେମୋରି ୟୁଜ କୋଉଠି ହବ? ନା ପିଲା ଯେତେବେଳେ ତା ସାଙ୍ଗ ଯେତେବେଳେ ବହି ପଢୁଛି, ସ୍ପୋର୍ଟସ ହିଷ୍ଟ୍ରି ବହି ପଢୁ, ଯାହା କିଛି କରୁ, ମେମୋରି ଯୋଉଠି ୟୁଜ ହେଲା ତାହା ହବ କଣ? ନା କଗ୍ନେଟିଭ ଡୋମେନ। ଆପଣ ମାନେ ସମସ୍ତେ କଗ୍ନେଟିଭ ପିଆଜେଟ ଥିଓରି ପଢିଥିବେ ହେଲା, ପିଆଜେଟ ଥିଓରି ପଢିଥିବେ ହେଲା। ସେଇଟା ହଉଛି ସେ ଯୋଉ କଗ୍ନେଟିଭ ଲର୍ଣ୍ଣିଂ ଅଛି, ସେ ସେଇଭଳିଆ ଅଛି, ହଉଛି କଗ୍ନେଟିଭ ଡୋମେନ। ସେଟା ହବ ମେମୋରି ୟୁଜ ହବ ବା କୌଣସି କଗ୍ନେସନ, ସିମ୍ପଲ ସେନ୍ସ ଅଫ କଗ୍ନେସନ ଆମେ କହନ୍ତି ହେଲା। କଗ୍ନେଟିଭ ଡୋମେନ ଆମେ କହିପାରିବା ତାକୁ ହେଲା। ସେଠି କଣ ଆମେ ମେଣ୍ଟାଲ ୟୁଜ କଲେ ପିଲାମାନେ, ମୁଁ ଆପଣ ଆଶା କରେ ଆପଣ ସମସ୍ତେ ଜିନିଷକୁ ବୁଝି ପାରିଥିବେ ବୋଧ ହୁଏ। ଆଚ୍ଛା, ଇଏ ହେଲା ହଉଛି ଆପଣଙ୍କର କଣ? ନା ଲର୍ଣ୍ଣିଂ ଡୋମେନ, ବୁଝି ହେଲା। ଦ୍ୱିତୀୟ ଅଛି ଥିଓରିଜ ଅଫ ଲର୍ଣ୍ଣିଂ। ଥିଓରିଜ ଅଫ ଲର୍ଣ୍ଣିଂ ରେ ଗୋଟେ କଥା ଆସିଛି କଣ? ନା କ୍ଲାସିକାଲ, ମୁଁ କହିଛି ଲର୍ଣ୍ଣିଂ ଥିଓରି ବିଭିନ୍ନ ପ୍ରକାର ଅଛି, ଲ କିନ୍ତୁ କମ୍ପଲସରି। ଆମେ ଦେଖିଲେ ଏଠି ଲର୍ଣ୍ଣିଂ ଲଜ ଅଫ ଲର୍ଣ୍ଣିଂ ରେ ଆପଣଙ୍କର ପ୍ରାଇମେରୀ ଲ, ସେକେଣ୍ଡାରୀ ଲ। ପ୍ରାଇମେରୀରେ ଲ ଅଫ ରେଡିନେସ, ଏକ୍ସରସାଇଜ, ଇଫେକ୍ଟ, ଯାହାକି କମ୍ପଲସରି। ସେଇଭଳିଆ ଆପଣଙ୍କର ସେକେଣ୍ଡାରୀ ଲ ଯେମିତି କି ଆପଣଙ୍କ ଲ ଅଫ ରିସେନ୍ସି, ଲ ଅଫ ପ୍ରେମେସି, ଲ ଅଫ ଇଣ୍ଟେନ୍ସିଟି, ଏ ହଉଛି ଅପସନାଲ ଲ। ଆଉ ଥିଓରି ଆମେ ଦେଖିଲେ ଲର୍ଣ୍ଣିଂ ଥିଓରି ଆମେ ଦେଖୁଛେ, ପ୍ରଥମ ଅଛି କ୍ଲାସିକାଲ ଥିଓରି, ତାପରେ ଅଛି କ୍ଲାସିକାଲ କଣ୍ଡିସନିଂ, ଅପରାଣ୍ଟ କଣ୍ଡିସନିଂ, ଟ୍ରାଏଲ ଆଣ୍ଡ ଏରର ମେଥଡ, ସୋସିଆଲ କଗ୍ନେଟିଭ ଥିଓରି, ବିଭିନ୍ନ ପ୍ରକାର ଅଛି। ମୁଁ ଏଟାକୁ ସବୁ ନେଇ ଆସିଥିଲି ଲାପଟପ ରୁ, କିନ୍ତୁ ଏଠି କଣ ଏତିକି ପିଡିଏଫ ଶୋ କରୁଛି ମୁଁ ଜାଣିପାରୁନି। ଆଚ୍ଛା, ଆମେ ଯାହା ଶୋ କରୁଛି, ଯେତିକି ଆଡେ ଶୋ କରୁଛି ସେତିକି ଆଡେ ପଢିଯିବା। ବୁଝିହେଲା ପିଲାମାନେ? ଆଚ୍ଛା ଆଚ୍ଛା, ଠିକ ଅଛି। ଇଏ ହେଲା କଣ? ନା ଥିଓରି ଅଫ ଲର୍ଣ୍ଣିଂ, ଥିଓରିଜ ଅଫ ଲର୍ଣ୍ଣିଂ ହେଇପାରିବ, ଥିଓରି ଅଫ ଲର୍ଣ୍ଣିଂ ଲେଖିଛି। ଆଚ୍ଛା, ପ୍ରଥମ ଅଛି କ୍ଲାସିକାଲ ଥିଓରି। ଏହା ହଉଛି କଣ? ୟାକୁ କିଏ ଦେଇଥିଲେ? ନା ଗିଭେନ ବାଇ ପ୍ଲାଟୋ। ପ୍ଲାଟୋ ଦେଇଥିଲେ। ଏହା ହଉଛି ସବୁଠୁ ପୁରୁଣା ମେଥଡ। ଇଏ ମେଥଡରେ କଣ ହେଇଛି? ନା ଇଣ୍ଡିଭିଜୁଆଲ କ୍ୟାନ ଲର୍ନ ନ୍ୟୁ ଥିଙ୍ଗସ ଅନ ଦ ବେସିସ୍ ଅଫ ଓଲ୍ଡ ଅର ପ୍ରିଭିୟସ ନଲେଜ। ଏତିକି କଥା ଏଠି ଲେଖିଛି। ନା ବ୍ୟକ୍ତିଗତ ବା ଗୋଟେ ପିଲା କେବଳ ମାନେ କଣ କରିବ? ନା ସେ ନୂଆ କେମିତି ତିଆରି କରିପାରିବ? ପୂର୍ବ ଜ୍ଞାନ ବା ପୁରୁଣା ଜ୍ଞାନ ବା ପୂର୍ବ ଜ୍ଞାନକୁ ବ୍ୟବହାର କରିକି ନୂଆ ଜ୍ଞାନ ସିଏ ତିଆରି କରିପାରିବ। ଏଇଟା ସତ କଥା, ସିଧା କଥା, ଏଥିରେ ଆଉ କଣ ଅଛି? ଆଉ ଦେଖ, ଯେକୌଣସି କଥା ହଉ, ଆପଣଙ୍କର କ୍ଲାସିକାଲ କଣ୍ଡିସନିଂ ହଉ, ଅପରାଣ୍ଟ କଣ୍ଡିସନିଂ ହଉ, କି ଆପଣଙ୍କର କଗ୍ନେଟିଭ ଲର୍ଣ୍ଣିଂ ଥିଓରି ହଉ, ଲ ଆଣ୍ଡ ଏରର, ସବୁ ଜିନିଷରେ ଲର୍ଣ୍ଣିଂ ଅର୍ଥ କଣ? ନା ୱାନ ସିଚୁଏସନ ଟୁ ଆନଦର ସିଚୁଏସନ। ଆମେ ପୂର୍ବ ଜ୍ଞାନରୁ ନୂଆ ଜ୍ଞାନରେ ଯାହା ବ୍ୟବହାର କଲେ ଆମେ ତାକୁ କଣ କହିବା? ପୂର୍ବ ଜ୍ଞାନକୁ ନେଇକି ଆମେ ନୂଆ ଜ୍ଞାନ ତିଆରି କରିବା। ନିହାତି ଭାବରେ 100% ଆପଣ ମାନେ ସମସ୍ତେ ଜାଣିଥିବେ। ଆପଣ ମାନେ କୁହନ୍ତୁ, ପିଆଜେଟ କଣ କହିଲେ? ଜିନ୍ ପିଆଜେଟ କଣ କହିଲେ? ଜିନ୍ ପିଆଜେଟ କହିଲେ କଣ? ନା ଜିନ୍ ପିଆଜେଟ କହିଲେ ଆମେ ଛୋଟବେଳେ ବିଲେଇ ଦେଖିଥିଲେ। ପିଲାଟା କଣ କଲା? ବିଲେଇ ସ୍କିମା, ଆସିମିଲେସନ, ଆକୋମୋଡେସନ, ଆଡପ୍ଟେସନ, ନ୍ୟୁ ସିଚୁଏସନ ଆପଣ ମାନେ ପଢିଥିବେ, ମେ ବି ନ ପଢିଥିଲେ ଯାଇକି ପଢିବେ ହେଲା। ମାନେ କଣ? ନା ପୂର୍ବ ଜ୍ଞାନକୁ ବ୍ୟବହାର କରିକି ନୂଆ ଜ୍ଞାନ ସିଏ ପାଇଲା। ଅର୍ଥାତ୍ ନା ପିଆଜେଟ କହିଲେ କଣ? ନା ପିଲାଟା କଣ କଲା? ନା ଘରେ ବା ଗାଁରେ ସିଏ କଣ କରୁଥିଲା? ନା ବିଲେଇଟିଏ ଦେଖିଥିଲା। କଣ କଲା? ନା ଗୋଟେ କ୍ୟାଟ ଟେ ସେ ଦେଖିଥିଲା। ଯେତେବେଳେ ଦେଖିଲା, ବାଘ ଭଳିଆ କ୍ୟାଟ ବି ଦେଖିବାକୁ। ଆଚ୍ଛା, କ୍ୟାଟ ଟେ ଦେଖିଥିଲା। ଯେତେବେଳେ ଚିଡିଆଖାନାକୁ ଗଲା, ଯେତେବେଳେ ସିଏ ଚିଡିଆଖାନାକୁ ଗଲା, ସେଠି ହେଲା, ଯେତେବେଳେ ସିଏ ସରି ଯେତେବେଳେ ସିଏ ଚିଡିଆଖାନାକୁ ଗଲା, ସେଠି କଣ ହେଲା? ନା ସେଠି ବଡ ବିଲେଇଟିଏ ଦେଖିଲା। ତେଣୁ ମା କହିଲା, ମା ଲୋ ମା, ଦେଖ ଦେଖ, ଏ ଗୋଟେ କେତେ ବଡ ବିଲେଇ। ମା କହିଲା, ନା ଆରେ ନା, ସେଟା ବିଲେଇ ନୁହଁ,
ବିଲେଇ ଭଳିଆ ଦେଖା ଯାଉଥିବା ଇଏ ଏକ ବଡ ପଶୁ, ଆର ନାଁ କଣ? ବାଘ। ବୁଝିହେଲା? ସେ କହିଲା ଓହୋ ଏଟା ହଉଛି ବାଘ କହନ୍ତି। ତାହେଲେ କଣ, ନୂଆ ଜ୍ଞାନ, ପୁରୁଣା ଜ୍ଞାନ ବ୍ୟବହାର କରିକି ସେ ନୂଆ ଜ୍ଞାନରେ ଯାଇକି ପହଞ୍ଚିଲା, ତାକୁ ଆମେ କହୁଛେ କଣ ନା ଲର୍ଣ୍ଣିଂ ବା ଓଲ୍ଡେଷ୍ଟ ମେଥଡରେ ପ୍ଲାଟୋ ମଧ୍ୟ ସେୟା କଲେ। ଆପଣ ମାନେ ଦେଖୁନାହାନ୍ତି, ଆପଣ ମାନେ ଦେଖନ୍ତୁ, ଆପଣ ମାନେ ସପୋଜ ନୂଆ ପଶୁ ଗୋଟେ ଦେଖିଲେ, ସେ ସମୁଦ୍ରରୁ ବାହାରିଲା, ଆପଣ କଣ କହିବେ, ଦେଖ କେତେ ବଡ ମାଛଟେ, ଦେଖି କେତେ ବଡ ମାଛ ଲୋ ବାପଲୋ, କେତେ ବଡ ମାଛ। କାହିଁକି କହୁଛୁ, କାହିଁକି ନା ଆମେ ପୂର୍ବ ଜ୍ଞାନରୁ ଆମେ ନୂଆ ଜ୍ଞାନରେ ଯାଇକି ପହଞ୍ଚିଲେ। ବୁଝିହେଲା? ସେଥିପାଇଁ ଆମେ କହୁଛେ କଣ ନା ଲର୍ଣ୍ଣିଂ, ଆମେ ସେଇଆକୁ କହୁଛେ। ଆଉ ଏଇ ଯୋଉ କ୍ଲାସିକାଲ ଥିଓରି ବା କ୍ଲାସିକାଲ ଥିଓରିରେ ଯୋଉ ପ୍ଲାଟୋ କହିଛନ୍ତି ଯୋଉ କଥା, ସେ କଥା ସବୁଆଡେ ୟୁଜ ହବ, ଦେଖ ମନ ଦେଇ ଜାଣିପାରିବ। ଇଏ ଆଜି ଯେହେତୁ ପିଡିଏଫ ରେ ଏତିକି ଥିଲା, ସେଥିପାଇଁ ମୁଁ ଆଜି ଏତିକି ବଡ କ୍ଲାସ କଲି। ଆପଣ ଯାହାର ଯାହା ଡାଉଟ ଥିବ ମତେ କଲ୍ କରିକି ପଚାରିବ। ମୋ ଗ୍ରୁପରେ ଫୁଲି ଟାଇମ ହଉନି ରିପ୍ଲାଏ ଦେବା ପାଇଁ, ଗୋଟେ ରିପ୍ଲାଏ ପରେ ଆଉ ଗୋଟେ ରିପ୍ଲାଏ ପଳେଇ ଆସୁଛି। ତେଣୁକରି ମୁଁ ତ କୌଣସି ଚାଟ୍ ଜିପିଟି ନୁହେଁ କି ମେଟା ଏଆଇ ନୁହେଁ ଯେ ମୁଁ ସମସ୍ତଙ୍କର ବସିଛି ରିପ୍ଲାଏ ଦେବା ପାଇଁ। ଆପଣମାନେ ଫୋନ କରିକି ଆପଣଙ୍କର ଡାଉଟ ବୁଝିପାରିବେ। ଚାଲ, ଗୁଡ୍ ନାଇଟ୍।